କିନ୍ତୁ କଣ୍ଟ୍ରାକ୍ଟର ଚୋର ମାନେ ଟାଉଟର ଗୁଣ୍ଡା କରି ଆମକୁ ପିଟିବ ମାରିବ ବୋଲି ଆମ ନାଁରେ ଏତଲା ବି ଦଉଛି। ଏ କଣ୍ଟ୍ରାକ୍ଟରକୁ ଆମେ ଗ୍ରାମବାସୀ ତରଫରୁ ତାକୁ ଆମେ କଲେକ୍ଟର ଦରଖାସ୍ତ ଦେଇଛୁ। ଜୟ ଜଗନ୍ନାଥ। ମୁଁ ସନ୍ତୋଷ କୁମାର ପରିଡ଼ା, ସାକରସିଂହା ଗ୍ରାମବୃନ୍ଦ। ପ୍ରାୟତଃ ଆଗରୁ ତ ବହୁତ ଶୋଚନୀୟ ରାସ୍ତା ହେଇକି ପଡ଼ିଥିଲା। ଯାହା ହଉ ଆମର ରାସ୍ତାରେ 4 କୋଟି ଟଙ୍କା କୁଆଡ଼େ କହୁଛନ୍ତି 5 କୋଟି ଟଙ୍କା ପଇସା ଆସିଛି, କଣ୍ଟ୍ରାକ୍ଟର ସେ ଆଣିଛି। କିନ୍ତୁ ରାସ୍ତା ପ୍ରାୟ 3 ମାସ ହେଲାଣି କାମ ହେଲାଣି, ଫଳକଟିଏ ଲାଗିପାରୁନି। କେତେ କ'ଣ କରୁଛି, କେଉଁ ଭଳିଆ କାମ ହେବ ଆମକୁ ବି ଜଣା ନାହିଁ। କିନ୍ତୁ ରାସ୍ତାଟି ଏମିତି ବାରେ ଖୋଳି ଦେଇକି ସେ ଯାଇଛି, ଆଣ୍ଠୁଏ ଆଣ୍ଠୁଏ କାଦୁ ପାଣିରେ ଆମେ ଯାଇକି ହାତ ଗୋଡ଼ ଲୋକମାନଙ୍କର ଭାଙ୍ଗିଛି, ଏଞ୍ଜଡ଼ ହେଇଛି। ତାଳଚେର ପଟୁ ଲୋକ ଏପଟେ ଆଉ ଆସୁନାହାନ୍ତି, ବାଧ୍ୟ ହେଇକି ସେ ବୁଲିକି ଯାଉଛନ୍ତି ସେ କୁଟୁଳି ରାସ୍ତା ଦେଇକି। 12-14ଟା ଖଣ୍ଡେ DAV ସ୍କୁଲ ଗାଡ଼ି ଯାଉଛି, ସେଠି ପିଲାମାନେ କମ୍ପ୍ଲେନ୍ ଖାଉଛି ଏତେ ଲେଟ୍ ହେଉଛି ଗାଡ଼ି ଆଣିପାରୁନି ବୋଲି। ଏଠି ଡ୍ରାଇଭରମାନେ ବି କଳି ଝଗଡ଼ାରେ ମାନେ ଅପମାନ ପାଉଛନ୍ତି। ଏବଂ ଆମେ ଚେଷ୍ଟା କରୁଛୁ ଏଇ କଣ୍ଟ୍ରାକ୍ଟର ଯେଉଁ କାମ ଡିମିନି କରୁଛି ସେ ନିମ୍ନମାନର କରୁଛି। ସେ ତାର କ'ଣ ଲୋକମାନଙ୍କୁ ଧରିକି କେଉଁଠୁ କାହାର କେମିତି କରୁ, ସେ କହୁଛି ମୋର କିଛି କରିପାରିବନି। ଗାଁ ଲୋକ ତାଙ୍କୁ କମ୍ପ୍ଲେନ୍ କଲେ ସେ ଓଲଟି କେସ୍ ଆମ ନାଁରେ ଦେଉଛି। ପିଲାମାନଙ୍କୁ ଥାନାବାଲା ନେବା ପାଇଁ ଜବରଦସ୍ତି କରୁଛି, ଥାନାବାଲା ଡକଉଛି। ସେଠି ବି ଗଲେ ସେ ଶୁଣି ମନମାନି କରିକିନା ପିଲାମାନେ ଥାନାରେ କମ୍ପ୍ରମାଇଜ୍ କରିବାକୁ ଗଲାବେଳେ ସେ ଉଠିକି ବି ପଳେଇ ଯାଉଛି। କୌଣସି ପ୍ରକାର ଗୋଟେ ସମାଧାନ ହେଇପାରୁନି ସାର୍। କୌଣସି ଆକାରରେ ଯଦି ଆମର ଗାଁର ରାସ୍ତାଟି ସୁନ୍ଦର ଭାବରେ ହେବ, ଗାଁକୁ ସୁନ୍ଦର ନିହାତି ରାସ୍ତାଟି ହୁଏ। ରାସ୍ତାଟି ଯଦି ନହେଲା ଆମେ ସମସ୍ତେ ଯେମିତି ଜଙ୍ଗଲରେ ରହିଲା ଭଳିଆ ଲାଗୁଛି। କୌଣସି ଆକାରରେ ସେ କଣ୍ଟ୍ରାକ୍ଟରକୁ ଚେଞ୍ଜ କରାଯାଉ, ନୂଆ କଣ୍ଟ୍ରାକ୍ଟର ଦେଇ ସେ କାମଟି ଆମର କେମିତି ସୁନ୍ଦର ଭାବରେ କଲେ ଆମେ ଚିରକୃତଜ୍ଞ ହେବୁ। ମୁଁ ଏତିକି ମୋର କହିବାର ଆଜ୍ଞା ବକ୍ତବ୍ୟ ଶେଷ କରି ଜୟ ହିନ୍ଦ। ପାଇଁ ଅସୁବିଧା ହେଉଛନ୍ତି। ଆମର ଅନୁଗୁଳରୁ ପ୍ରାୟତଃ 30ଟି ଗୋଟି ବସ୍ ଚାଲୁଛି DAV କଳିଙ୍ଗକୁ। ତ ସମସ୍ତେ ଯିବା ପାଇଁ ଅସୁବିଧା ହେଉଛି। କୌଣସି ଲୋକ ମେଡ଼ିକାଲ ବା କୌଣସି କିଛି ଅନୁଗୁଳ ଆସିବା ସବୁ ପ୍ରକାର ଅସୁବିଧା। ଆମ ଗାଁ ଆଜ୍ଞା ଚାଷୀ ଉପରେ ନିର୍ଭର କରନ୍ତି, ସେମାନେ ଅନୁଗୁଳକୁ ବି ପନିପରିବା କିଛି ବି ନେଇକି ବି ଆସିପାରୁନାହାନ୍ତି। ତେଣୁକରି ଆମେ ବାଧ୍ୟ ହୋଇ ଠିକାଦାରଙ୍କୁ କହିଲୁ ଏବଂ RD ଡିପାର୍ଟମେଣ୍ଟରୁ ଯେହେତୁ ଆସିଛି, RD ଡିପାର୍ଟମେଣ୍ଟ JSTOକୁ ବି ଏ ବିଷୟରେ ବି ଆଲୋକପାତ କରାଇଲୁ। କିନ୍ତୁ JSTO ଗାଁକୁ ଆସିଲା ପରେ କଣ୍ଟ୍ରାକ୍ଟରକୁ କହିଲେ, ମାସେ ତଳେ କହିଲେ କି ତୁମେ ସୋମବାର ଦିନ ଷ୍ଟାର୍ଟ କର। ମାସେ କହି ସେ ଆଜ୍ଞା କଲା ନାହିଁ। ମୁଁ ତାକୁ ବହୁତ ରିକ୍ୱେଷ୍ଟ କଲି, କଣ୍ଟ୍ରାକ୍ଟରକୁ ରିକ୍ୱେଷ୍ଟ କଲା ପରେ ସେ ମୋତେ କହିଲେ କି ତୁମେ ମୋତେ ଅସଭ୍ୟ ଭାଷାରେ ଗାଳି ଗୁଲଜ କଲା ପରେ ମୁଁ ତାଙ୍କୁ କହିଲି ଭାଇ ତୁମେ ଆସ, ତାପରେ ଯାଇ କାମ ଷ୍ଟାର୍ଟ ହେବ। ଏତିକି କହିବା ଦ୍ୱାରା ଆଜ୍ଞା ସେ ଆମ ନାଁରେ ଗ୍ରାମବାସୀ ପାଖାପାଖି 10-15 ଜଣଙ୍କ ନାଁରେ ଗୋଟେ ମିଥ୍ୟା ଆରୋପ କରିଛି ଯେ ପଇସା ମାଗୁଥିଲା ମୋତେ ନ ଦେବା ଯୋଗୁଁ ମୁଁ ସେଥିପାଇଁ ସେ ଯାଇକି ଆଜ୍ଞା ଥାନାରେ ଏତଲା ଦେଇଛି। ଆମକୁ ଯେତେବେଳେ ଥାନାରେ ଡାକିଲେ ଆମେ ଥାନାକୁ ଗଲୁ। ସେଠି ଆମେ ବସିକି କଥାବାର୍ତ୍ତା ଆଲୋଚନା କଲୁ। ଆଲୋଚନା କରିବା ମଧ୍ୟରେ ସେ କଣ୍ଟ୍ରାକ୍ଟର ଆଲୋଚନା ମଝିରେ ସେ ହିଁ ପଳେଇଲା ପରେ ତାପରେ ଆମକୁ SI କହିଲେ ଗୋଟେ କାମ କରନ୍ତୁ, ଆପଣ ବି ଗୋଟେ କାଉଣ୍ଟର କେସ୍ ତାଙ୍କ ନାଁରେ କରିକି ଆପଣ ଯାଆନ୍ତୁ। ଆମେ ଆସିଲୁ। ତାପରେ ଇଏ ହେଉଛି ଆଜ୍ଞା ଏଇ ରବିବାର ଘଟଣା। ସୋମବାର ଦିନ କ'ଣ ହେଇଛି, ସୋମବାର ଦିନ 2ଟା ବେଳେ ସେ ତୃତୀୟ ନମ୍ବର ଠିକାଦାର ଯେ କମଳ ଲୋଚନ ଦେହୁରୀ, ସେ ରାସ୍ତା କାମ ସେ ଯେଉଁ WMM ତ ନୁହଁ, ସେଗୁଡ଼ାକ ଆଜ୍ଞା କାଦୁଅ କହିଲେ ବି ଚଳେ। ସେ WMM ଆକ୍ଚୁଆଲି ଯେଉଁ ସିଷ୍ଟମରେ କରିବା କଥା RD ଡିପାର୍ଟମେଣ୍ଟ ମୋତେ ଯେତିକି କହିଛନ୍ତି, ମୁଁ ଯେତିକି ଜାଣିଛି ଯେଉଁ ସାର୍ କରିବା ପାଇଁ ସେ କଲେ ନାହିଁ। ସେ କାଦୁଅ ଆଣିକି ତା ଉପରେ ପକେଇକି ତା ଉପରେ ରୁଲିଂ କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ତାଙ୍କୁ ବିରୋଧ କରିବା ଦ୍ୱାରା ମୋତେ ସେକେଣ୍ଡ କଣ୍ଟ୍ରାକ୍ଟର ଯିଏ ରଞ୍ଜନ କୁମାର ସାହୁ, ସେ ମୋତେ ଆଜ୍ଞା ବହୁତ ଭାଷାରେ ଗାଡ଼ି ଗୁଲଜ କଲେ ତୋତେ ମୁଁ ଉଠେଇ ନେବି, ତୁ ନିଆ ସହିତ ଖେଳୁଛୁ, ତୁ ଇଏ କରୁଛୁ, ତୁ ଚିହ୍ନିନୁ ମୋତେ କିଏ ବୋଲି, ଏମିତି ବହୁତ ପ୍ରକାର ଗାଡ଼ି ଗୁଲଜ କଲେ। ମୁଁ କହିଲି ଠିକ୍ ଅଛି ଆଜ୍ଞା, ଆପଣ ଯାହା କରିବା କରନ୍ତୁ। ଏମିତି ହେଲା ପରେ ଥାନାବାଲା ବି କିଛି ଶୁଣିଲେ ନାହିଁ। ତେଣୁକରି ବାଧ୍ୟ ହୋଇ ଆମେ ଆଜି କାଲି ରାତିରେ ଆମର ବୈଠକ ବସିଲା ଗ୍ରାମବାସୀଙ୍କ ତରଫରୁ। ବୈଠକରେ ନିଷ୍ପତ୍ତି କରାଗଲା ଯେ ଆମେ ଆଜି ଜିଲ୍ଲାପାଳଙ୍କ କୁ ଯାଇକି ଆମେ ଆମର ଦାବିପତ୍ର ଜଣାଇବୁ ଏବଂ ତାର କିଛି କପି ଆମେ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇବୁ ଏବଂ ଆମର ଗ୍ରାମର ଆମର ପଞ୍ଚାୟତରାଜ ମନ୍ତ୍ରୀକୁ ଜଣାଇବୁ ଏବଂ ତା ସହିତ ଆମ RD ଡିପାର୍ଟମେଣ୍ଟ ଆମର IICକୁ ମଧ୍ୟ ଜଣାଇବୁ ବୋଲି ଏଇଥିରେ ଆମେ ଉଲ୍ଲେଖ କରି ଆମେ ବର୍ତ୍ତମାନ ଆସିଛୁ ଜିଲ୍ଲାପାଳଙ୍କ ପାଖକୁ ଆସିଛୁ। ବର୍ତ୍ତମାନ ଆମର ଯେଉଁ ଅସୁବିଧା ଅଛି ଜିଲ୍ଲାପାଳ ମହୋଦୟ, ଆମେ ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ଆମେ ବହୁତ ରିକ୍ୱେଷ୍ଟ କରୁଛୁ, ଆପଣ ଏହାର ତଦନ୍ତ ବିଚାର କରନ୍ତୁ ଏବଂ ବିଚାର କରି ଆମେ କେମିତି ଯିବା ଆସିବା କରିପାରିବୁ ମାନେ ଭଲରେ। ସେଠି ଆମର ଆକ୍ଚୁଆଲି ଆଜ୍ଞା କଳିଙ୍ଗରୁ ପିଲା ବି ଯାଉଛନ୍ତି, ଅନୁଗୁଳ ପ୍ରାୟତଃ 30ଟି ଗୋଟି ଗାଡ଼ି ଯାଉଛି। ତେଣୁକରି ସମସ୍ତେ ଯେମିତି ଆଜ୍ଞା ଭଲରେ ରାସ୍ତା ଆମର ଭଲ ହୋଇପାରିବ। ତେଣୁକରି ଆପଣ ଜିଲ୍ଲାପାଳଙ୍କ ଆପଣ ମିଡ଼ିଆ ବନ୍ଧୁମାନଙ୍କ ମାନେ ଇଏରେ ମୁଁ ଜିଲ୍ଲାପାଳ ମହୋଦୟକୁ କହୁଛି, ଆମର RD ଡିପାର୍ଟମେଣ୍ଟକୁ କହୁଛି ଯେ ଆମର ମିଡ଼ିଆ ବନ୍ଧୁମାନେ ସେମାନଙ୍କୁ ବି ଟିକେ କୁହନ୍ତୁ ଯେ ଆମର ଦୁଃଖ, ଆମର ଯେଉଁ ରାସ୍ତାର ଯାହା ଯେମିତି ଅସୁବିଧା ହୋଇଛି, ଖାଲ ଖମଣ ହୋଇକି ପଡ଼ିଛି ରାସ୍ତା। ତେଣୁକରି ଏହାକୁ ଜିଲ୍ଲାପାଳ ସାରା ଆମର ଟିକେ ତଦାରଖ କରି ଏହାକୁ କିନ୍ତୁ କାମ ସୁଚାରୁ ରୂପେ କରନ୍ତୁ। ନମସ୍କାର, ମୁଁ ସୁଧୀର କୁମାର ନାୟକ, ସାକରସିଂହା ଗ୍ରାମର ଜଣେ ଯୁବକ।
ଆମର ଏଇ କୁମନ ସାକସିଆ ପାଇଁ ଯେଉଁ ରୋଡ଼ଟି ଆର୍ଡିରୁ ସାଙ୍ଗସନ୍ ହେଇକି ଆସିଅଛି ଏହାର କାମ ବିଗତ ଦିନରେ ଯେଉଁ ହେଇ ଆସୁଛି ବହୁତ ନିମ୍ନମାନର କାମ ହେଉଛି, ଯାହାକୁ କି ଗ୍ରାମବାସୀ ଗ୍ରାମ ଯୁବକମାନେ ଗ୍ରାମବାସୀମାନେ ବହୁତ ସମୟରେ ଏହାକୁ ଆମର ଆର୍ଡି ଡିପାର୍ଟମେଣ୍ଟକୁ ଜଣାଇଛନ୍ତି, ତାଙ୍କ ଅଫିସକୁ ବି ଯାଇ ଜଣାଇଛନ୍ତି, ତାଙ୍କ ଜେଇ ସହିତ ପରାମର୍ଶ ବି ନେଇଛନ୍ତି, କିନ୍ତୁ ତା ସତ୍ତ୍ୱେ କୌଣସି ପ୍ରକାର ଉନ୍ନତିମୂଳକ କାମ ହୋଇପାରିଲାନି। ଯାହାଫଳରେ ଆମର ବିଗତ ଦିନରେ ଆମର ଗ୍ରାମ ସଭାପତି ଏବଂ ଗାଁ ଲୋକମାନେ ଯାଇ କଲେକ୍ଟରଙ୍କୁ ଏକ ଲିଖିତ ଭାବରେ ଏହି କଣ୍ଟ୍ରାକ୍ଟର ଏବଂ ଏହି କାମ ବିଷୟରେ ଅଭିଯୋଗ ଜଣାଇଥିଲେ। ତେଣୁ ଆମ ଗ୍ରାମ ପଞ୍ଚାୟତ ତରଫରୁ ଗାଁ ତରଫରୁ ଗୋଟିଏ ଅନୁରୋଧ ଆପଣମାନଙ୍କ ମାଧ୍ୟମରେ କି ଗାଁର ଯେଉଁ ରାସ୍ତା କାମଟି ଆସିଅଛି ଏହି ରାସ୍ତାରେ ପ୍ରାୟ ପ୍ରତିଦିନ 10,000 ରୁ 20,000 ଲୋକ ଯିବା ଆସିବା କରୁଛନ୍ତି। MCL ଏମ୍ପ୍ଲୟିଠୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଆମ ଗାଁ ଛୁଆମାନେ ବି ଟାଉନ୍ ହାଇସ୍କୁଲ ଅନୁଗୁଳ ହାଇସ୍କୁଲରେ ପାଠ ପଢ଼ୁଛନ୍ତି, କଲେଜ ଯାଉଛନ୍ତି। ଏହାର ଯାହା ଅବସ୍ଥା ସେ ପିଚୁ ଉଠାଇ ଦେଇଛି। ବର୍ଷା ହେଉଥିଲା, ଲଗାଣ ବର୍ଷାରେ ଯାହା ଅବସ୍ଥା ଗ୍ରାମବାସୀ ଛାତ୍ରଛାତ୍ରୀ ବୃଦ୍ଧା ରୋଗୀ ସମସ୍ତେ ଯେଉଁଭଳି ଫେସ୍ କରୁଛନ୍ତି, ତାକୁ କିଭଳି ଭାବରେ ଶୀଘ୍ର ଏହାର କାମ ଆରମ୍ଭ ହେବ ତାକୁ ନେଇ ଆମେ ଅନୁରୋଧ କରୁଛୁ। ଆଉ କାମର ଉଚିତ ଆମର ଅନୁରୋଧ ଆର୍ଡି ଡିପାର୍ଟମେଣ୍ଟକୁ କାମର ଉଚିତ ଭାବରେ କାମଟିକୁ ତୁଲାନ୍ତୁ ଏବଂ କଣ୍ଟ୍ରାକ୍ଟରଙ୍କୁ କୁହନ୍ତୁ ଯାହା ତାଙ୍କର କ୍ରାଇଟେରିଆ ଅଛି ସେହି କ୍ରାଇଟେରିଆ ଅନୁସାରେ କାମଟି କରନ୍ତୁ।